କାହିଁକି ହୁଏ ରଥଯାତ୍ରା? କେବେଠାରୁ ଆରମ୍ଭ ହେଲା ଏହି ରଥଯାତ୍ରା? କାହିଁକି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତିନି ଭାଇ ଭଉଣୀ? କିଏ ସେ ଦେବୀ ଗୁଣ୍ଡିଚା? ତେବେ ଚାଲନ୍ତୁ ଜାଣିବା ଏହାର ରହସ୍ୟ ଆଜିର ଏହି ଭିଡ଼ିଓରେ। ମହାଭାରତ ଯୁଦ୍ଧ ସମାପ୍ତି ପରେ ମାତା ଗାନ୍ଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଯେପରି ତୁମ ଶକ୍ତି ବଳରେ ମୋର ବଂଶର ସର୍ବନାଶ କରିଛ, ଠିକ୍ ସେହିପରି ତୁମ ବଂଶର ମଧ୍ୟ ସର୍ବନାଶ ହୋଇଯିବ। ଯୁଦ୍ଧର 36 ବର୍ଷ ପରେ ଦ୍ୱାରିକାରେ ଏହି ଅଭିଶାପର ଆରମ୍ଭ ହେଲା। ଦ୍ୱାରିକାରେ ବହୁତ ଦୁର୍ଘଟଣା ଘଟିଲା, ଆଉ ଯୁଦ୍ଧରେ ଯଦୁବଂଶର ପରିସମାପ୍ତି ଘଟିଥିଲା। ଏହାପରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରିକା ଛାଡ଼ିଦେଲେ। ଏକଦା ଦିନେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ଗଛ ମୂଳରେ ଧ୍ୟାନରେ ବସିଥାନ୍ତି। ସେହି ସମୟରେ ଜରା ନାମକ ଏକ ଶିକାରୀ ଗୋଟିଏ ହରିଣର ପିଛା କରୁ କରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ତୀର ଛାଡ଼ିଦେଲା। ତୀର ଯାଇ ପ୍ରଭୁଙ୍କ ପାଦରେ ବାଜିଲା। ଜରା ଏହା ଦେଖି ପ୍ରଭୁଙ୍କ ପାଖକୁ ଦୌଡ଼ିଗଲା ଆଉ ତାଙ୍କୁ କ୍ଷମା ମାଗିଲା। ଜରାକୁ ପ୍ରଭୁ ବୁଝାଇ କହିଲେ, ଏଥିରେ ତୁମର କିଛି ଭୁଲ ନାହିଁ। ଏହା ତ ଥିଲା ବିଧିର ବିଧାନ। ତୁମ ହାତରେ ହିଁ ମୋର ଏହି ଜନ୍ମରେ ଅନ୍ତ ହେବାର ଥିଲା, ତେଣୁ ତୁମେ ଦୁଃଖ କର ନାହିଁ। ଏହା କହି ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଶରୀର ତ୍ୟାଗ କରିଥିଲେ। ମାନ୍ୟତା ଅନୁସାରେ ଅର୍ଜୁନ ତାଙ୍କର ଅନ୍ତିମ ସଂସ୍କାର କଲେ। ଭଗବାନ ଶ୍ରୀକୃଷ୍ଣଙ୍କର ପୁରା ଶରୀର ଅଗ୍ନିରେ ଭସ୍ମ ହୋଇଗଲା, କିନ୍ତୁ ତାଙ୍କର ହୃଦୟ ସେମିତି ସ୍ପନ୍ଦନ କରୁଥାଏ। ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚମ୍ବିତ ହୋଇଗଲେ। ସେହି ସମୟରେ ଆକାଶବାଣୀ ହେଲା ଯେ ଏହା ବ୍ରହ୍ମାଙ୍କର ଶରୀର ଅଟେ, ତେଣୁ ଏହାକୁ ସମୁଦ୍ରରେ ଭସାଇ ଦିଆଯାଉ। ଏହାପରେ ଅର୍ଜୁନ ପ୍ରଭୁଙ୍କର ବ୍ରହ୍ମ ପଦାର୍ଥକୁ ଏକ କାଠଗଣ୍ଡିରେ ଭର୍ତ୍ତି କରି କାଠଟିକୁ ସମୁଦ୍ରରେ ଭସାଇ ଦେଲେ। ତାହାପରେ କ'ଣ ହେଲା ନା, ରାଜା ଇନ୍ଦ୍ରଦ୍ୟୁମ୍ନ, ଯିଏକି ପ୍ରଭୁ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ଥିଲେ, ତାଙ୍କୁ ପ୍ରଭୁ ବିଷ୍ଣୁ ସ୍ୱପ୍ନା ଦେଲେ ଯେ ମୁଁ ପୁରୀର ସମୁଦ୍ରରେ ଏକ କାଠଗଣ୍ଡି ଭାବରେ ଭାସୁଛି। ମୋତେ ପାଣିରୁ ଉଦ୍ଧାର କରି ଯଥାବିଧ ସ୍ଥାପନ କରି ପୂଜାରମ୍ଭ କର। ସ୍ୱପ୍ନାଦେଶ ପରେ ତତ୍କ୍ଷଣାତ୍ ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୀ ଯାଇ ସମୁଦ୍ର ତଟରେ ଦେଖିଲେ ଯେ ସତରେ ତ କାଠଗଣ୍ଡିଟିଏ ସମୁଦ୍ରରେ ଭାସୁଛି। ତାହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ସୈନିକମାନଙ୍କୁ ଆଦେଶ ଦେଲେ ଯେ ସେହି ସମୁଦ୍ରରେ ଭାସୁଥିବା କାଠଗଣ୍ଡିଟିକୁ ତାଙ୍କ ରାଜମହଲକୁ ଆଣିବାକୁ। କିନ୍ତୁ ସୈନିକମାନେ ତାଙ୍କ ବହୁ ଚେଷ୍ଟା ପରେ ମଧ୍ୟ କାଠଗଣ୍ଡିଟିକୁ କେହି ସେଠାରୁ ଉଠାଇ ପାରୁନଥିଲେ। ଏହାପରେ ଶବର ରାଜା ବିଶ୍ୱାବସୁଙ୍କୁ ଡକାଗଲା। ସେ ହିଁ କାଠଗଣ୍ଡିଟିକୁ ସମୁଦ୍ରରୁ ଆଣିପାରିଲେ। କାଠଗଣ୍ଡିଟିକୁ ରାଜା ନିଜ ରାଜଭବନକୁ ଆଣିଲେ, କିନ୍ତୁ ବର୍ତ୍ତମାନ ଥିଲା ସବୁଠାରୁ କଷ୍ଟକର କାମ। କାଠଗଣ୍ଡିରୁ କିପରି ପ୍ରଭୁ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ବନାଇବେ, କାରଣ କେହି ତ ପ୍ରଭୁ ଜଗନ୍ନାଥଙ୍କୁ ଦେଖିନାହାନ୍ତି। ବହୁତ କାରିଗର ଆସିଲେ, କିନ୍ତୁ କେହି ମଧ୍ୟ କାଠଗଣ୍ଡିରୁ ପ୍ରଭୁଙ୍କର ଆକୃତି କିପରି ବାହାରିବ ତାହା ଜାଣିପାରିଲେ ନାହିଁ। ଶେଷରେ ଦେବତାମାନଙ୍କର ଶିଳ୍ପୀକାର ବିଶ୍ୱକର୍ମା ଜଣେ ବୁଢ଼ା କାରିଗର ବେଶ ନେଇ ରାଜାଙ୍କ ପାଖକୁ ଆସିଲେ ଆଉ କହିଲେ, ତିନି ଠାକୁରଙ୍କର ବିଗ୍ରହ ମୁଁ ବନାଇବି, କିନ୍ତୁ ମୋର କିଛି ସର୍ତ୍ତ ଅଛି। ମୋତେ ମୂର୍ତ୍ତି ବନାଇବାକୁ 21 ଦିନର ସମୟ ଲାଗିବ, ଆଉ ମୁଁ ଏହାକୁ ଏକ ବନ୍ଦ କୋଠରୀରେ ବନାଇବି, ଆଉ ଏହି 21 ଦିନ ମଧ୍ୟରେ କେହି ମଧ୍ୟ ସେହି କୋଠରୀ ଭିତରକୁ ପ୍ରବେଶ କରିବେ ନାହିଁ। ରାଜା ସେହି ବୃଦ୍ଧ କାରିଗର କଥାରେ ରାଜି ହୋଇଗଲେ। ବାହାରୁ କବାଟ ବନ୍ଦ କରି ଦିଆଗଲା। ବାହାରେ କେବଳ ହାତୁଡ଼ି କରତ ଆଉ ଠକ୍ ଠକ୍ର ଆବାଜ ଆସୁଥାଏ। ଏମିତି 2 ସପ୍ତାହ ବିତିଗଲା, କିନ୍ତୁ ଦିନେ ସେହି କବାଟ ମଧ୍ୟରୁ କିଛି ମଧ୍ୟ ଶବ୍ଦ ଶୁଣାଗଲା ନାହିଁ। ସେ ଭାବିଲେ ସେହି ବୁଢ଼ା କାରିଗର ଜଣକ କିଛି ନ ଖାଇ ନ ପିଇ ଏତେ ଦିନ ହେଲା କାମ କରୁଛନ୍ତି,
କାଳେ ସେ ମୃତ୍ୟୁବରଣ କରିନାହାନ୍ତି ତ? ତେଣୁ ରାଣୀ ଗୁଣ୍ଡିଚା ରାଜାଙ୍କୁ ଅନୁରୋଧ କରି କହିଲେ ଯେ କବାଟକୁ ଭାଙ୍ଗି ଦିଆଯାଉ। ତଥାପି ରାଜା ଇନ୍ଦ୍ରଦ୍ୟୁମ୍ନ ରାଜି ନଥିଲେ। କିନ୍ତୁ ରାଣୀଙ୍କ ବହୁତ ଅନୁରୋଧ କରି କହିବା ପରେ ରାଜା କବାଟଟିକୁ ଭାଙ୍ଗିଦେଲେ। କବାଟ ଭାଙ୍ଗି ଦେଖନ୍ତି ତ ବୁଢ଼ା କାରିଗର ଜଣକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ସେ ଆଉ ସେହି କୋଠରୀ ମଧ୍ୟରେ ନାହାନ୍ତି। ଆଉ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି ଅଧା ଗଢ଼ା 3 ଠାକୁରଙ୍କର ପ୍ରତିମୂର୍ତ୍ତି। ଏହା ଦେଖି ରାଜା ନିଜକୁ ଧିକ୍କାର କରିଲେ, ନିଜକୁ ଦୋଷୀ ବୋଲି ଭାବିଲେ। ସେ ନିଜର ପ୍ରତିଜ୍ଞା ଭାଙ୍ଗିଥିବାରୁ ବହୁତ ପଶ୍ଚାତାପ କଲେ। ଆଉ ନିଜେ ନିଜକୁ ସମାପ୍ତ କରିଦେବାକୁ ଭାବିଲେ। କିଛି ସମୟ ପରେ ଶୂନ୍ୟରୁ ଆକାଶବାଣୀ ହେଲା ଯେ ରାଜା, ତୁମେ ତୁମ ପ୍ରତିଜ୍ଞା ଭାଙ୍ଗି ସମୟ ପୂର୍ବରୁ କବାଟ ଖୋଲିଦେଲ। ତେଣୁ ମୋର ମୂର୍ତ୍ତି ଅଧା ଗଢ଼ା ରହିଗଲା। କିନ୍ତୁ ତମେ ଚିନ୍ତା କର ନାହିଁ, ମୁଁ ଏହି ରୂପରେ ହିଁ ସାରା ଦୁନିଆକୁ ଦର୍ଶନ ଦେବି। ତୁମେ ମୋର ଯଥାବିଧ ଏହି ଅଧା ଗଢ଼ା ମୂର୍ତ୍ତିକୁ ସ୍ଥାପନ କରି ପୂଜା ଆରମ୍ଭ କର। ସ୍ୱୟଂ ଭଗବାନଙ୍କର ଆଶ୍ୱାସନା ପରେ ଇନ୍ଦ୍ରଦ୍ୟୁମ୍ନ ନୀଳାଚଳ ଧାମରେ ପ୍ରଭୁଙ୍କର ଭବ୍ୟ ମନ୍ଦିର ନିର୍ମାଣ କଲେ। ମନ୍ଦିର ପ୍ରତିଷ୍ଠା ଆଉ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ସହ ବ୍ରହ୍ମଦେବଙ୍କୁ ଡାକିବାକୁ ବ୍ରହ୍ମଲୋକକୁ ଗଲେ। ରାଜା ଓ ରାଣୀଙ୍କର ଅନୁରୋଧ କ୍ରମେ ବ୍ରହ୍ମଦେବ ମର୍ତ୍ତ୍ୟଲୋକକୁ ଆସି ପୁରୀ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା କଲେ। ଆଉ 3 ଠାକୁରଙ୍କ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କଲେ। ଏହି ଦିନକୁ ସ୍ନାନ ଯାତ୍ରା ରୂପରେ ମଧ୍ୟ ମନାଯାଇଥାଏ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଭକ୍ତି ଶ୍ରଦ୍ଧା ଆଉ ତାଙ୍କ ପାଇଁ ଏକ ମହାନ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଭଗବାନ ବିଷ୍ଣୁ ତାଙ୍କ ପ୍ରତି ଖୁସି ହୋଇଗଲେ ଏବଂ ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ମାଗିବାକୁ କହିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ପ୍ରଭୁ, ଯଦି ସତରେ ଆପଣ ମୋ ଉପରେ ପ୍ରସନ୍ନ ଅଛନ୍ତି ତେବେ ମୋତେ ବରଦାନ ଦିଅନ୍ତୁ। ମୁଁ ନିର୍ବିକାର ହୋଇଯାଏ। ଯାହା କୌଣସି ଶରୀର ମଧ୍ୟ ଗର୍ବ କରି କହି ନପାରୁ ଯେ ଏହି ମନ୍ଦିର ମୋର ପୂର୍ବ ବଂଶଜଙ୍କ ଦ୍ୱାରା ତିଆରି କରାଯାଇଥିଲା। ତେଣୁ ମୋତେ ନିସନ୍ତାନ କରନ୍ତୁ। ଆଉ ଯଦି ଭବିଷ୍ୟତରେ ଆପଣଙ୍କ ମନ୍ଦିର କିମ୍ବା ଆପଣଙ୍କର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଯାଏ, ତଥାପି ଆପଣ ଏହି ସ୍ଥାନ ଛାଡ଼ିକି କେବେ ମଧ୍ୟ ଯିବେ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କଥା ଅନୁସାରେ ଭଗବାନ ବିଷ୍ଣୁ ତାଙ୍କୁ ବରଦାନ ଦେଇଥିଲେ। ଏହାର କିଛି ଦୂରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀ ତଥା ଦେବୀ ଗୁଣ୍ଡିଚା ଏହି ସବୁ କଥା ଶୁଣୁଥିଲେ। କିନ୍ତୁ ନିର୍ବିକାର ହେବା କଥା ଶୁଣି ସେ ବହୁତ ମନ ଦୁଃଖ କରିଲେ। କାରଣ କୌଣସି ବି ସ୍ତ୍ରୀ ନିର୍ବିକାର ହୋଇ ରହିବାକୁ କେବେ ମଧ୍ୟ ଚାହାନ୍ତି ନାହିଁ। ଭଗବାନ ବିଷ୍ଣୁ ଦେବୀ ଗୁଣ୍ଡିଚାଙ୍କର ଦୁଃଖ ବୁଝିପାରିଲେ ଆଉ ତାଙ୍କୁ କହିଲେ, ହେ ମାତା, ଆପଣ ମନ ଦୁଃଖ କରନ୍ତୁ ନାହିଁ। ମୁଁ ଆପଣଙ୍କ ଘରେ ହିଁ ଜନ୍ମ ନେଇଛି। ତେଣୁ ମୁଁ ଆପଣଙ୍କର ପୁତ୍ର ଅଟେ। ତେଣୁ ପ୍ରତିବର୍ଷ 9 ଦିନ ପାଇଁ ଆପଣଙ୍କ ଘରକୁ ଆସିବି। ଆପଣଙ୍କର ହାତରନ୍ଧା ଭୋଜନକୁ ଗ୍ରହଣ କରିବି। ଆଉ ସେବେଠାରୁ ଆରମ୍ଭ ହେଲା ରଥଯାତ୍ରା। ରଥରେ ବସି ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଆଉ ଦେବୀ ସୁଭଦ୍ରା 3 ଭାଇ ଭଉଣୀ ମିଶିକି ଦେବୀ ଗୁଣ୍ଡିଚାଙ୍କ ମନ୍ଦିରକୁ ଯାଆନ୍ତି। ଦେଖିଲେ ତ ଜଗତର ନାଥ ଆମ ପ୍ରଭୁ ଜଗନ୍ନାଥଙ୍କର ହୃଦୟ କେତେ ବଡ଼। ମାତା ଗୁଣ୍ଡିଚା ନା ତ ସେ ଥିଲେ ଯଶୋଦା, ନା ସେ ଥିଲେ ଦେବକୀ। ତଥାପି ସେହି ଭକ୍ତବତ୍ସଳ ଭଗବାନ ପ୍ରଭୁ ଜଗତର ନାଥ ଜଗନ୍ନାଥ ମାତା ଗୁଣ୍ଡିଚା ଦେବୀଙ୍କୁ ଖୁସି କରିବା ପାଇଁ 9 ଦିନ ଗୁଣ୍ଡିଚା ଦେବୀଙ୍କ ଘରେ ରୁହନ୍ତି। ଏହା ଥିଲା ରଥଯାତ୍ରା ହେବାର ମୁଖ୍ୟ ବିଷୟ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସାଙ୍ଗରେ ସେୟାର କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।